ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ବର୍ଗର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ଦର ବୃଦ୍ଧି କଲେ କେନ୍ଦ୍ର ସରକାର। ଆଧାର ଏବଂ ପ୍ୟାନ୍ ତଥ୍ୟ ପ୍ରଘଟ କରୁଥିବା ଅଭିଯୋଗରେ କେତେକ ୱେବସାଇଟ୍କୁ ବନ୍ଦ କଲେ ଭାରତ ସରକାର। ପର୍ଯ୍ୟଟନ ମାଧ୍ୟମରେ ଲୋକମାନଙ୍କୁ ଯୋଡ଼ିବା ନିମନ୍ତେ ଆଜି ପାଳିତ ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଇସ୍ରାଏଲ ଆକ୍ରମଣରେ ହିଜବୁଲାର ଶୀର୍ଷ କମାଣ୍ଡର ମୃତ ଏବଂ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ସଂଶୋଧନ କରି ସର୍ବନିମ୍ନ ମଜୁରୀ ଦର ବୃଦ୍ଧି କରିଛନ୍ତି। ଏହା ଆସନ୍ତା ଅକ୍ଟୋବର 1ରୁ ଲାଗୁ ହେବ। ଏଥିରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଅଧିକ କୁଶଳୀ ଶ୍ରେଣୀର ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି। ସଂଶୋଧନ ପରେ ଅଣକୁଶଳୀ ଶ୍ରମିକମାନେ ଦୈନିକ 783 ଟଙ୍କା ପାଇବେ। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକ ଦୈନିକ 868 ଟଙ୍କା, କୁଶଳୀ ଶ୍ରମିକ 954 ଟଙ୍କା ଏବଂ ଅଧିକ କୁଶଳୀ ଶ୍ରମିକ ଦୈନିକ 1035 ଟଙ୍କା ମଜୁରୀ ପାଇବେ। ଇଣ୍ଟରନେଟ୍ରେ ନାଗରିକମାନଙ୍କ ଆଧାର ଏବଂ ପ୍ୟାନ୍ ସମ୍ପର୍କିତ ସୂଚନା ଲିକ୍ କରୁଥିବା କେତେକ ୱେବସାଇଟ୍କୁ ଭାରତ ସରକାର ବନ୍ଦ କରିଦେଇଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ଆଧାର ପ୍ୟାନ୍ ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରୁଥିବା କେତେକ ୱେବସାଇଟ୍କୁ ଚିହ୍ନଟ କରାଯାଇଛି। ଏନେଇ ଆଧାର ପ୍ରାଧିକୃତ ସଂସ୍ଥା ପକ୍ଷରୁ ଅଭିଯୋଗ କରାଯିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱତନ୍ତ୍ର ନିୟମ ଅନୁଯାୟୀ ଆଧାର ଓ ପ୍ୟାନ୍ ସମ୍ପର୍କିତ ତଥ୍ୟ ପ୍ରଘଟ କରିବା ଦଣ୍ଡନୀୟ। ତେବେ ଏହି ତଥ୍ୟ ପ୍ରଦର୍ଶନ କରୁଥିବା ୱେବସାଇଟ୍ର ପରିଚାଳକମାନଙ୍କୁ ଆବଶ୍ୟକ ପରିବର୍ତ୍ତନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଆସାମର ଅନେକ ସ୍ଥାନରେ ବିସ୍ଫୋଟକ ରଖିବା ଅଭିଯୋଗରେ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ଉଲ୍ଫା ଆଇର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏନ୍ଆଇଏ ପକ୍ଷରୁ ଜାରି ବୟାନ ଅନୁଯାୟୀ ଅଭିଯୁକ୍ତ ଗୌତମ ବରୁଆଙ୍କୁ ବେଙ୍ଗାଲୁରୁ ଗିରଫ କରାଯାଇଛି। ସେ ବେଙ୍ଗାଲୁରୁରେ ଲୁଚି ରହିଥିଲେ। ଏନ୍ଆଇଏ କହିଛି ଅଭିଯୁକ୍ତ ଜଣକ ଉଲ୍ଫା ଆଇର କାର୍ଯ୍ୟକଳାପରେ ସାମିଲ ଥିଲା। ସଂଗଠନର ବରିଷ୍ଠ ସଦସ୍ୟଙ୍କ ନିର୍ଦ୍ଦେଶ କ୍ରମେ ସେ ଆସାମର ଉତ୍ତର ଲକ୍ଷ୍ମୀପୁର ଜିଲ୍ଲାରେ ବିସ୍ଫୋଟକ ସାମଗ୍ରୀ ରଖିଥିଲା। ଗିରଫଦାରୀ ପରେ ଗୌତମ ବରୁଆଙ୍କୁ ସ୍ୱତନ୍ତ୍ର ଏନ୍ଆଇଏ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ନ୍ୟାୟିକ ହେଫାଜତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ 2024-25 ଆର୍ଥିକ ବର୍ଷର ଦ୍ୱିତୀୟ 6 ମାସ ନିମନ୍ତେ ୱେଜ୍ ଆଣ୍ଡ ମିନ୍ସ ଅଗ୍ରିମ ସୀମା 50,000 କୋଟି ଟଙ୍କା ସ୍ଥିର କରିଛନ୍ତି। ଏହି ସୀମା ଚଳିତ ବର୍ଷ ଅକ୍ଟୋବରରୁ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ବଳବତ୍ତର ରହିବ। ସରକାରଙ୍କ ଦ୍ୱାରା ଏହାର 75% ବିନିଯୋଗ କରିବା ପରେ ନୂଆ ଋଣ ପ୍ରଦାନ କରାଯିବ। ତେବେ ସାମ୍ପ୍ରତିକ ପରିସ୍ଥିତିର ଆକଳନ କରି ଏଥିରେ ସଂଶୋଧନ କରାଯିବା ବ୍ୟବସ୍ଥା ରହିଛି। ପର୍ଯ୍ୟଟନ ମାଧ୍ୟମରେ ଲୋକମାନଙ୍କୁ ଯୋଡ଼ିବା ଏବଂ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ନିମନ୍ତେ ପ୍ରତ୍ୟେକ ବର୍ଷ ଆଜିର ଦିନରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପର୍ଯ୍ୟଟନ ଏବଂ ଶାନ୍ତି। ପର୍ଯ୍ୟଟନ ଶିଳ୍ପକୁ ଭବିଷ୍ୟତ ପିଢ଼ି ପାଇଁ ସୁଖଦ ଏବଂ ଗ୍ରହଣୀୟ କରିବା ଲାଗି ଏହି ଦିବସର ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଆଜି ନୂଆଦିଲ୍ଲୀରେ ଏହି ଦିବସ ପାଳନ କରିବ। ଏଥିରେ ବିଶ୍ୱ ଶାନ୍ତି ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆୟୋଜିତ ହେବାକୁ ଥିବା ମୁଖ୍ୟ ଉତ୍ସବରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମନ୍ତ୍ରାଳୟ ପକ୍ଷରୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ବିଜେତାଙ୍କ ନାମ ଘୋଷଣା କରାଯିବ। ଲେବାନନର ରାଜଧାନୀ ବେରୁଟ୍ରେ ଗତକାଲି ଇସ୍ରାଏଲ ଆକ୍ରମଣରେ ହିଜବୁଲାର ଶୀର୍ଷ କମାଣ୍ଡର ମହମ୍ମଦ ହୁସେନ ସ୍ତୁରର ମୃତ୍ୟୁ ଘଟିଛି। ଇସ୍ରାଏଲ ସେନା ଏହି ବିଷୟରେ ସୂଚନା ଦେଇ କହିଛି ସମ୍ପୃକ୍ତ କମାଣ୍ଡର ରହୁଥିବା କୋଠାରେ ବିସ୍ଫୋଟକ ବୋଝେଇ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣରେ ତାହାର ମୃତ୍ୟୁ ଘଟିଛି। ଉତ୍ତର ଗାଜାର ବିସ୍ଥାପିତ ଲୋକ ରହୁଥିବା ଅଞ୍ଚଳର ଏକ ବିଦ୍ୟାଳୟ ଉପରେ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁମାନେ ଅଛନ୍ତି। ଗୁରୁବାର ଦିନ ଗାଜାର ନାଗରିକ ସୁରକ୍ଷା ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇସ୍ରାଏଲ ବିମାନ ଜବାଲିଆ ଶରଣାର୍ଥୀ ଶିବିର ନିକଟରେ ଥିବା ଅଲ୍ ଫଲୁଜା ବିଦ୍ୟାଳୟ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା।
ସେଠାକାର ଚିକିତ୍ସା ବିଭାଗ ସୂଚନା ଅନୁଯାୟୀ ଏହି ଆକ୍ରମଣରେ 10 ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଜାସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ପାଲେଷ୍ଟାଇନରେ ମୃତ୍ୟୁ ସଂଖ୍ୟା 41,534କୁ ବୃଦ୍ଧି ପାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ହେମନ୍ତ ସୋରେନ ସରକାର 1,76,977 ଜଣ କୃଷକଙ୍କୁ 400 କୋଟି 66 ଲକ୍ଷ ଟଙ୍କାର କୃଷି ଋଣ ଛାଡ଼ କରିଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ଏହି ଋଣ ଛାଡ଼ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି କୃଷକମାନଙ୍କୁ ଅନେକଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ଏବଂ କୃଷି କ୍ଷେତ୍ର ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଝାଡ଼ଖଣ୍ଡର 80% ଜନସାଧାରଣ ଗ୍ରାମାଞ୍ଚଳରେ ବସବାସ କରନ୍ତି ଏବଂ ଜୀବିକା ପାଇଁ କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ସେ କହିଛନ୍ତି ଖଣିଜ ଏବଂ ଜଙ୍ଗଲ ସମ୍ପଦରେ ଭରପୁର ଥିଲେ ମଧ୍ୟ ଝାଡ଼ଖଣ୍ଡ ଏକ ପଛୁଆ ରାଜ୍ୟ ଭାବେ ପରିଗଣିତ ହେଉଛି। ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଭାରତ ଇଥାନଲ କ୍ଷେତ୍ରରେ ପୃଥିବୀର ତୃତୀୟ ବୃହତ୍ ଉତ୍ପାଦକ ଏବଂ ଉପଭୋକ୍ତା ଭାବେ ପରିଗଣିତ ହୋଇଛି। ଗତକାଲି ନୂଆଦିଲ୍ଲୀରେ 2 ଦିନିଆ ଭାରତ ଚିନି ଜୈବଶକ୍ତି ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଯୋଶୀ କହିଛନ୍ତି ଭାରତ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ସେ କହିଛନ୍ତି ଗତ 1 ଦଶନ୍ଧି ମଧ୍ୟରେ ଭାରତରେ 18% ଆଖୁ ଚାଷ ବୃଦ୍ଧି ପାଇଛି, ଫଳରେ ଉତ୍ପାଦନ ମଧ୍ୟ 40% ଅଧିକ ହୋଇଛି। ନବୀକରଣୀୟ ଶକ୍ତି ଦୃଶ୍ୟପଟରେ କୃଷକମାନେ କେବଳ ଅନ୍ନଦାତାର ଭୂମିକା ନିର୍ବାହ କରୁନାହାନ୍ତି, ବରଂ ସେମାନେ ଶକ୍ତିଦାତା ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ, ଏହାର ବ୍ୟବହାର ଏବଂ ରପ୍ତାନି ଉଦ୍ଦେଶ୍ୟରେ ଭାରତକୁ ଏକ ଆନ୍ତର୍ଜାତିକ କେନ୍ଦ୍ର ଭାବରେ ପରିଣତ କରିବା ଉଦ୍ଦେଶ୍ୟରେ ଗତବର୍ଷ 19,744 କୋଟି ଟଙ୍କାର ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ ଚୀନ 28,400 କୋଟିରୁ ଅଧିକ ଟଙ୍କାର ସ୍ୱତନ୍ତ୍ର ସଭରେନ୍ ବଣ୍ଡ ଜାରି କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ସେଠାରେ ଦେଖାଦେଇଥିବା ଆର୍ଥିକ ପରିସ୍ଥିତିର ମୁକାବିଲା କରିବା ଲାଗି ଚୀନ ଏହି ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡ଼ିଛି। ଚୀନରେ ପୁଞ୍ଜିନିବେଶ ଉପରେ ମୁଖ୍ୟତଃ ଅର୍ଥନୀତି ନିର୍ଭର କରୁଥିବା ବେଳେ ଚଳିତ ବର୍ଷ $13 ଟ୍ରିଲିୟନ ଋଣରୁ ମୁକ୍ତି ପାଇବା ପାଇଁ ଏହି ସଭରେନ୍ ବଣ୍ଡ ଜାରି କରାଯିବ। ସୂଚନା ଅନୁଯାୟୀ ଚୀନରେ ଘରୋଇ ଉତ୍ପାଦ 40%ରୁ କମ୍ ରହିଥିବା ବେଳେ ବିଶ୍ୱ ସ୍ତରରେ ଏହା 20%ରୁ କମ୍ ରହିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF ପାକିସ୍ତାନକୁ 700 କୋଟି ଟଙ୍କାର ଏକ ବେଲ୍ ଆଉଟ୍ ପ୍ୟାକେଜକୁ ମଞ୍ଜୁରୀ ପ୍ରଦାନ କରିଛି। ପାକିସ୍ତାନର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଏହି ପରିମାଣର ଅର୍ଥ ମଞ୍ଜୁର କରାଯାଇଛି। ପାକିସ୍ତାନରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ବୈଦେଶିକ ପୁଞ୍ଜି ହ୍ରାସ ପାଉଛି। IMFର ଏହି ନିଷ୍ପତ୍ତି ଅନୁଯାୟୀ ଆସନ୍ତା 1 ମାସ ମଧ୍ୟରେ ଏହି ଅର୍ଥର ପ୍ରଥମ କିସ୍ତି ପ୍ରଦାନ କରାଯିବ। ଭାରତୀୟ 19 ବର୍ଷରୁ କମ୍ କ୍ରିକେଟ୍ ଦଳ ତୃତୀୟ ଯୁବ ଏକଦିବସୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 7 ରନ୍ରେ ପରାସ୍ତ କରି 3-0ରେ କ୍ରିକେଟ୍ ଶୃଙ୍ଖଳା ହାତେଇ ନେଇଛି। ଶୃଙ୍ଖଳାର ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ଭାରତ 7 ୱିକେଟ୍ ଏବଂ ଦ୍ୱିତୀୟ ମ୍ୟାଚ୍ରେ 9 ୱିକେଟ୍ରେ ବିଜୟ ହାସଲ କରିଥିଲା। ଗତକାଲିର ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି 8 ୱିକେଟ୍ରେ 324 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ୍ରେ 317 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ କ୍ରିକେଟ୍ ଟିମ୍ ଆଜି କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବାଂଲାଦେଶକୁ ଖେଳର ଚତୁର୍ଥ ଦିନରେ 280 ରନ୍ରେ ପରାସ୍ତ କରି ଟେଷ୍ଟ ଶୃଙ୍ଖଳାରେ 1-0ରେ ଆଗରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ବର୍ଗର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ଦର ବୃଦ୍ଧି କଲେ କେନ୍ଦ୍ର ସରକାର। ଆଧାର ଏବଂ ପ୍ୟାନ୍ ତଥ୍ୟ ପ୍ରଘଟ କରୁଥିବା ଅଭିଯୋଗରେ କେତେକ ୱେବସାଇଟ୍କୁ ବନ୍ଦ କଲେ ଭାରତ ସରକାର। ପର୍ଯ୍ୟଟନ ମାଧ୍ୟମରେ ଲୋକମାନଙ୍କୁ ଯୋଡ଼ିବା ନିମନ୍ତେ ଆଜି ପାଳିତ ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଇସ୍ରାଏଲ ଆକ୍ରମଣରେ ହିଜବୁଲାର ଶୀର୍ଷ କମାଣ୍ଡର ମୃତ ଏବଂ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍
ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।